ଚାଲନ୍ତୁ ଆଜି ଆମେ ମହାନ ଗାୟକ ସ୍ୱର୍ଗତ ହ୍ୟୁମାନ ସାଗରଙ୍କର ଜୀବନ ବିଷୟରେ ଜାଣିବା। 25 ନଭେମ୍ବର 1990ରେ ବଲାଙ୍ଗୀର ଟିଟିଲାଗଡ଼ରେ ଜନ୍ମିଥିଲେ ହ୍ୟୁମାନ ସାଗର। ତାଙ୍କ ବାପା ଏବଂ ଜେଜେବାପା ଉଭୟ ଥିଲେ ସଙ୍ଗୀତଜ୍ଞ, ତେଣୁ ତାଙ୍କର ପିଲାଦିନୁ ହିଁ ସଙ୍ଗୀତ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ। 2012ରେ ତରଙ୍ଗ ମ୍ୟୁଜିକର ଭଏସ୍ ଅଫ୍ ଓଡ଼ିଶା ସିଜନ 2ରେ ୱିନର ହୋଇ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ ହ୍ୟୁମାନ ସାଗର। ତାପରେ ଅନେକ ଓଡ଼ିଆ ଆଲବମରେ ଗୀତ ଗାଇଲା ପରେ 2015ରେ ଓଲିଉଡ ଫିଲ୍ମ ଇସ୍କ ତୁ ହି ତୁରେ ପ୍ଲେବ୍ୟାକ୍ ଡେବ୍ୟୁ କରିଥିଲେ ଏବଂ ଓଡ଼ିଶାବାସୀଙ୍କ ହୃଦୟ ଜିତି ଯାଇଥିଲେ। ପରବର୍ତ୍ତୀ 10 ବର୍ଷରେ 150ରୁ ଅଧିକ ଫିଲ୍ମ ସଙ୍ଗ ଏବଂ 200ରୁ ଅଧିକ ଆଲବମ ଟ୍ରାକ୍ ଗାଇ ଓଡ଼ିଶା ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। 2017ରେ ଭଏସ୍ ଅଫ୍ ଓଡ଼ିଶା କୋ କଣ୍ଟେଷ୍ଟେଣ୍ଟ ଶ୍ରେୟା ମିଶ୍ରଙ୍କ ସହ ବିବାହ ହୋଇ ଗୋଟେ କନ୍ୟାର ପିତା ସେ ହୋଇଥିଲେ। କିଛି ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇଥିଲା। 2025 17 ନଭେମ୍ବର ସୋମବାର ରାତିରେ ଏମ୍ସ ଭୁବନେଶ୍ୱରରେ ମଲ୍ଟି ଅର୍ଗାନ ଡିସଫଙ୍କସନ ଯୋଗୁଁ 34 ବର୍ଷର ଏହି ଲୋକପ୍ରିୟ ଗାୟକର ସ୍ୱର ସବୁଦିନ ପାଇଁ ଶାନ୍ତ ହୋଇଗଲା। କିନ୍ତୁ ମନେ ରଖନ୍ତୁ, ଗାୟକମାନେ କେବେ ମରନ୍ତି ନାହିଁ, ସେମାନଙ୍କ ସ୍ୱର ସଦାସର୍ବଦା ଲୋକମାନଙ୍କ ହୃଦୟରେ ଗୁଞ୍ଜି ରୁହେ।